हाय फ्रेंड्स वेलकम बैक टू निरुपमा फूड एंड ब्लॉग। आसतु आज आम बनैया गोटे साग रेसिपी आपण मान पोस्ट करी। भल लगे निहाती भाव में लाइक करेंगे, कमेंट करेंगे, शेयर करेंगे, सब्सक्राइब करने। तो चलता वीडियो स्टार्ट करवा। साग तरकारी ए कौन सब पड़ी जानते ना, पोई पड़ी, कोशिला साग पड़ी, आलू भतरा पड़ी, आउ पड़ी ଆପଣ ଦେଖିଲେ ଜାଣିପାରିବେ। ଠିକ୍ ଅଛି, ଚାଲନ୍ତୁ ପୋଇକୁ ଏଇଭଳି ଭାବରେ ମିଡ଼ିୟମ୍ ପିସ୍ କରି ଆମେ କାଟି ନେବା। ତାପରେ ଗୋଟେ ବାଟଣ ଯୋଗାଡ଼ି ଦେବା। ଆଉ ଆପଣମାନେ ଆଳୁ ପକାଇଲେ ପକାଇ ପାରିବେ, କିନ୍ତୁ ମୋର ଆଳୁ ପଡ଼ିନି। ଆଉ ପିଆଜ, ରସୁଣ, ଲଙ୍କା ଆଉ ଟିକେ ସୋରିଷ, ଜିରା ଏସବୁ ବାଟିଦେବା। ତାପରେ ଗୋଟେ କଡ଼େଇ ବସାଇଦେବା। ପୋଇକୁ ଆପଣମାନେ ଟିକେ ତେଲ ଆଉ ଫୁଟଣ ପକାଇ ଦେଇକି ପୋଇ ଟିକେ ଭାଜିଦେବେ। ଟିକେ ତେଲ ତାର ପାଣି ଅଂଶ ଥାଏ ତ ସେଥିପାଇଁ ତା ମରିବା ଲାଗି ଆପଣ ଭାଜିଦେବେ କିଛି ସମୟ। ଆପଣ ଏଥିରେ ବଡ଼ି ଆଡ଼୍ କରିବେ, ବାଇଗଣ ଆଡ଼୍ କରିବେ, ଆଉ ବହୁତ ବଢ଼ିଆ ଟେଷ୍ଟି ଲାଗିବ। କଦଳୀ ମଧ୍ୟ ଆଡ଼୍ କରିବେ। ଶାଗ ତରକାରୀ ବହୁତ ଭଲ ଭାବରେ କଲେ ନା ବହୁତ ଭଲ ବି ଲାଗେ। ତ ମୁଁ 2 ମିନିଟ୍ ଆମେ ପୋଇକୁ ଟିକେ ଭାଜିଦେଲା ପରେ ବାଟଣ ଆଡ଼୍ କରିଦେବା। ଏଥିରେ ଦେଖନ୍ତୁ ହଳଦୀ ଆଡ଼୍ କରିବା, ଲୁଣ ଆଡ଼୍ କରିବା ସ୍ୱାଦ ମୁତାବକ। ଦେଖନ୍ତୁ ଆଉ ଟିକେ ଜିରା ମୁଁ ବାଟି ନଥିଲି ନା, ତ ଜିରା ପାଉଡ଼ର ମୁଁ ଆଡ଼୍ କଲି। ଆପଣ ଜିରା ପାଉଡ଼ର ବି ଆଡ଼୍ କରିବେ। ଯଦି ବାଟଣ ବାଟିଲା ବେଳେ ଜିରା ମଧ୍ୟ ବାଟିଦେବେ। ଠିକ୍ ଅଛି। ଦେଖନ୍ତୁ ମସଲା ଆମେ ସୋରିଷ ବାଟଣ ମସଲା ଆମେ ବେଶୀ କଷିବାନି, ଅଳ୍ପ ଟିକେ କଷିକି ଆମେ ଏଥିରେ ପାଣି ଆଡ଼୍ କରିଦେବା। କାରଣ ସୋରିଷ ବାଟଣ ଟିକେ ପିତୁଳିଆ ପିତୁଳିଆ ଲାଗେ ତ। ଟିକେ ଲୁଣ ଆମେ ଆଡ଼୍ କରିବା ସ୍ୱାଦ ମୁତାବକ। ହଳଦୀ ତ ମୁଁ ଆଡ଼୍ କରିସାରିଛି। ଏବେ ଆମେ ପାଣି ଦେଇଦେବା ଯେତିକି ଆମର ଦରକାର। ଯେତିକି ଆମର ପାଣି ଦରକାର ମୁତାବକ ଆମେ ଆଡ଼୍ କରିଦେବା। ଦେଖନ୍ତୁ ଇଏ ହେଉଛି କୋଶିଲା ଶାଗ। ୟାକୁ ମୁଁ ବାଛିକି ରଖିଥିଲି। এইଭଳି ଭାବରେ ଆପଣ ଶାଗ ତରକାରୀ କରିବେ, ବହୁତ ଟେଷ୍ଟି ଲାଗିବ। ଆଉ ଗରମ ଗରମ ଖାଇବେ ଭାତ ସାଙ୍ଗରେ, ଆହୁରି ବଢ଼ିଆ ଲାଗିବ। ପାଣି ଆଡ଼୍ କଲା ପରେ ମୁଁ ଟିକେ ଘୋଡ଼ଣୀରେ ଘୋଡ଼େଇଦେଲି। ତାପରେ ତାକୁ କାଢ଼ିଦେଲି ଘୋଡ଼ଣୀ। 2-3 ମିନିଟ୍ ସିଝିଗଲାଣି। ଆପଣ ଚେକ୍ କରିଦେବେ ପୋଇ ସିଝିଲା କି ନାହିଁ। ଏଥିରେ ଆପଣ ଆଳୁ ଆଡ଼୍ କରିବେ, ମୁଁ ଆଳୁ ଆଡ଼୍ କରିନି।
ଟିକେ କାଶ୍ମୀର ଚିଲି ଲଙ୍କାଗୁଣ୍ଡ ଆଡ଼୍ କରିବେ, କାରଣ ଟିକେ ମୋତେ ଟିକେ ରାଗ ଭଲ ଲାଗେ ନା, ମୁଁ ରାଗ ଆଡ଼୍ କଲି। ବାଇଗଣ ଆଡ଼୍ କରିଦେବେ। এই ସମୟରେ ଯେତେବେଳେ ପାଣି ଫୁଟିବ ନା, ବାଇଗଣ କାଟିକି ରଖିଥିବେ ଆଡ଼୍ କରିଦେବେ। ମୁଁ ଅଳ୍ପ ଟିକେ କରିଛି, କେବଳ ମୁଁ ଏକୁଟିଆ ଖାଇବି ତ। ଆଜି ରବିବାର ଯେହେତୁ ନନଭେଜ୍ ବାର, ଘରେ ଆଉ ସମସ୍ତେ ମାଛ ଖାଇବେ, ମୁଁ ଏକୁଟିଆ ଶାଗ ଖାଇବି, କାରଣ ମୁଁ ରବିବାର ଆଇଁଷ ଖାଏନି। ଏବେ ଆମେ ଶାଗ ଆଡ଼୍ କରିଦେବା, ତାକୁ ଛୋଟ ଛୋଟ କରି କାଟିକି। ଦେଖନ୍ତୁ ଶାଗ ଅଳ୍ପ ଟିକେ ବେଶୀ ସିଝେଇବେନି। ତରକାରୀ ମୋର ରେଡ଼ି ହେଇଗଲା, ମୁଁ ଏବେ ଖାଉଛି। ଗରମ ଭାତ, ଶାଗ ତରକାରୀ, ମୋ ଫେଭରାଇଟ୍। ଆପଣମାନେ ବି